हेलो फ्रेंड्स मु विकास पुणी थे सीरीज एजुकेशन स्वागत करुच्ची। आज आम पढ़ा से +3 फास्ट इयर +3 फास्ट सेमिस्टर EVS जोटा कि कंपलसरी सब्जेक्ट पेपर है AECC1 जोटा कि समस्त कंपलसरी सब्जेक्ट। ओके, आर्ट्स कॉमर्स साइंस समस्त एक मार्किया पूर्वर प्राय पाखापाखि 5टा कि 6टा भଳିଆ ଭିଡ଼ିଓ ଆଲୋଚନା ହେଇଯାଇଛି। ଏକ ମାର୍କିଆ ସବୁ ସରିଯାଇଛି। ଓକେ, ଆଜି ଆମେ ଦେଖିବା ପାର୍ଟ 2ରେ ଅଛି ଅତି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 2 ନମ୍ବର। ଓକେ, 2 ବା 3ଟି ବାକ୍ୟରେ ଉତ୍ତର ଲେଖ। ଦେଖନ୍ତୁ, ପରିବେଶ କାହାକୁ କୁହାଯାଏ? କ୍ୱେଶ୍ଚିନ୍ ନମ୍ବର 1, ପରିବେଶ କାହାକୁ କୁହାଯାଏ? ଜୀବର ଚତୁଃପାର୍ଶ୍ୱରେ ଘେରି ରହିଥିବା ସମସ୍ତ ଜୈବିକ ଓ ଅଜୈବିକ ଉପାଦାନ ଗୁଡ଼ିକର ଉପସ୍ଥିତି ଏବଂ ଏହାର ସାମୟିକ ପ୍ରଭାବକୁ ପରିବେଶ କୁହାଯାଏ। ଓକେ, ପରିବେଶକୁ ସାଧାରଣତଃ କେତେ ଭାଗରେ ବିଭକ୍ତ କରାଯାଇଛି? ଭୌଗୋଳିକ ଦୃଷ୍ଟିକୋଣରୁ 2 ଭାଗରେ ବିଭକ୍ତ କରାଯାଇଛି, ପ୍ରାକୃତିକ ପରିବେଶ, ମାନବୀୟ ପରିବେଶ। ଓକେ, ପ୍ରାକୃତିକ ପରିବେଶ କାହାକୁ କୁହାଯାଏ? ପ୍ରକୃତିର ଅବସ୍ଥାନକୁ ନେଇ ଉପାଦାନ ଗୁଡ଼ିକର ସ୍ଥିତି ଏବଂ ଅବସ୍ଥିତି ଏହାର ପ୍ରଭାବକୁ ପ୍ରାକୃତିକ ପରିବେଶ କୁହାଯାଏ, ଯଥା ଉଷ୍ଣମଣ୍ଡଳ, ବାୟୁମଣ୍ଡଳ, ଜୀବମଣ୍ଡଳ। ଓକେ, ମାନବୀୟ ପରିବେଶ କାହାକୁ କୁହାଯାଏ? ମନୁଷ୍ୟ ନିଜର ସୁଖ, ସୌନ୍ଦର୍ଯ୍ୟ ଓ ବିକାଶରେ ବ୍ୟବହାର କରିବା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମାନବୀୟ ପରିବେଶ କୁହାଯାଏ। ଏହା ମୁଖ୍ୟତଃ 2 ଭାଗରେ ବିଭକ୍ତ: ଜନସଂଖ୍ୟା ଓ ଜନବସତି, ସାମାଜିକ ଓ ରାଜନୈତିକ ଅବସ୍ଥା। ଓକେ, ପରିବେଶ ଶିକ୍ଷାର 2ଟି ଲକ୍ଷ୍ୟ ଲେଖ। ପରିବେଶ ସମ୍ପର୍କରେ ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ଏବଂ ପରିବେଶର ସୁରକ୍ଷା କ୍ଷେତ୍ରରେ ଅଂଶଗ୍ରହଣ ନିମନ୍ତେ ଲୋକମାନଙ୍କୁ ଶିକ୍ଷା ଦେବା। ଖରେ ଲୋକମାନଙ୍କୁ ପରିବେଶ ସୁରକ୍ଷାର କୌଶଳ ସମ୍ପର୍କ ଶିକ୍ଷା ଦେବା। ଓକେ, 6 ନମ୍ବର, ପରିବେଶ ଶିକ୍ଷାର ଉପଯୋଗିତା କ'ଣ? ଓକେ, ପରିବେଶ ଶିକ୍ଷା ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ କରିଥାଏ। ଖରେ ଆବର୍ଜନା ନିଷ୍କାସନ, ଖଣିଜ ଅଞ୍ଚଳରେ ପରିବେଶର ଅସନ୍ତୁଳନ ସୃଷ୍ଟି ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଆଦିର ସମାଧାନ ପାଇଁ ଜନସଚେତନତା ଜାଗ୍ରତ କରେ। ପ୍ରାକୃତିକ ସମ୍ବଳ କହିଲେ କ'ଣ ବୁଝ? ପ୍ରାକୃତିକ ପରିବେଶରୁ ମିଳୁଥିବା ବିଭିନ୍ନ ଉପାଦାନ ଗୁଡ଼ିକୁ ପ୍ରାକୃତିକ ସମ୍ବଳ କୁହାଯାଏ, ଯଥା ଅରଣ୍ୟ, ମୃତ୍ତିକା, ଜଙ୍ଗଲ, ଖଣିଜ ପଦାର୍ଥ। ନବୀକରଣ ଯୋଗ୍ୟ ସମ୍ପଦ କାହାକୁ କୁହାଯାଏ? ଯେଉଁ ସବୁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ଏହାକୁ କ୍ଷୟ ନ ହୋଇ ପ୍ରକ୍ରିୟାକରଣ ମାଧ୍ୟମରେ ପୁନର ଅବସ୍ଥାକୁ ଫେରି ଆସେ ତାହାକୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ। ନବୀକରଣ ଅଯୋଗ୍ୟ ସମ୍ପଦ କହିଲେ କ'ଣ ବୁଝ? ଯେଉଁ ସବୁ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରିବା ପରେ ଏହା କ୍ଷୟ ହୋଇ ନୂତନ ଭାବେ ସୃଷ୍ଟି ହୋଇପାରେ ନାହିଁ ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ। ଜଙ୍ଗଲ ଏକ ପ୍ରାଥମିକ ସମ୍ପଦ। ଉକ୍ତିର କାରଣ ପ୍ରତିପାଦନ କର। ଜଙ୍ଗଲରୁ ମଣିଷ ତାହାର ଖାଦ୍ୟ, ପୋଷାକ ଓ ବାସଗୃହର ଆବଶ୍ୟକତା ପୂରଣ କରିଥାଏ, ତେଣୁ ଜଙ୍ଗଲକୁ ପ୍ରାଥମିକ ସମ୍ପଦ ଭାବେ ଅଭିହିତ କରାଯାଇଥାଏ। ମୃତ୍ତିକା କ୍ଷୟ କାହାକୁ କୁହାଯାଏ? ବିଭିନ୍ନ ପ୍ରାକୃତିକ ଏବଂ କୃତ୍ରିମ ପ୍ରକ୍ରିୟା ମାଧ୍ୟମରେ କୌଣସି ଅଞ୍ଚଳରୁ ମୃତ୍ତିକା ସ୍ଥାନାନ୍ତରିତ ହେବା ପ୍ରକ୍ରିୟାକୁ ମୃତ୍ତିକା କ୍ଷୟ କୁହାଯାଏ। ମୃତ୍ତିକା ସଂରକ୍ଷଣର 2ଟି ଉପାୟ ଲେଖ। ଅଧିକରୁ ଅଧିକ ବୃକ୍ଷରୋପଣ ଓ ଘାସ ଗଛର ଉନ୍ନତି ଦ୍ୱାରା ମୃତ୍ତିକା କ୍ଷୟକୁ ରୋକାଯାଇ ପାରିବ। ଖରେ ଝରଣା, ନଦୀ, ସମୁଦ୍ରକୂଳରେ ଥିବା ମୃତ୍ତିକା କ୍ଷୟକୁ ରୋକିବା ପାଇଁ ବହଳିଆ ଏବଂ ଓସାରିଆ ବନ୍ଧ ନିର୍ମାଣ କରିବା ଉଚିତ। ସାମାଜିକ ବନୀକରଣ କହିଲେ କ'ଣ ବୁଝ? ସମାଜର ଚାହିଦା ପୂରଣ କରିବା ନିମନ୍ତେ ସ୍ଥାନୀୟ ଲୋକମାନଙ୍କୁ ଏକତ୍ରିତ କରାଇ ସେମାନଙ୍କ ଦ୍ୱାରା ଜଙ୍ଗଲ ସୃଷ୍ଟି କରି ଆବଶ୍ୟକତା ଅନୁସାରେ ଜଙ୍ଗଲଜାତ ଦ୍ରବ୍ୟ ଉତ୍ପନ୍ନ କରିବା ବ୍ୟବସ୍ଥାକୁ ସାମାଜିକ ବନୀକରଣ କୁହାଯାଏ। ଶକ୍ତି ସମ୍ବଳର ମୁଖ୍ୟ ଉତ୍ସ ଗୁଡ଼ିକ ସମ୍ପର୍କରେ ଆଲୋଚନା କର। କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଏବଂ ବିଦ୍ୟୁତ୍ ଶକ୍ତି ଯଥା ତାପଜ ବିଦ୍ୟୁତ୍ ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି ଓ ଆଣବିକ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ଶକ୍ତି ସମ୍ବଳର ପ୍ରଧାନ ଉତ୍ସ ଅଟେ। ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କ ସଂରକ୍ଷଣ ନିମନ୍ତେ କେବେ ଓ କେଉଁ ସମ୍ବିଧାନ ସଂଶୋଧନ ଆଇନରେ ବ୍ୟବସ୍ଥାମାନ ରହିଛି? 1976 ମସିହାରେ 42ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନର 4th ଖଣ୍ଡରେ
ରାଷ୍ଟ୍ର ନିୟାମକ ତତ୍ତ୍ୱରେ 28 କ ଧାରାରେ ସଂଯୋଗ କରାଯାଇଛି, ଯେଉଁଥିରେ ରାଜ୍ୟଗୁଡ଼ିକ ଦେଶର ଜଙ୍ଗଲ ସମ୍ପଦ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ଆବଶ୍ୟକୀୟ ପରିବେଶର ସୁରକ୍ଷା ଓ ଉନ୍ନତି ବିଧାନ ନିମନ୍ତେ ପ୍ରଚେଷ୍ଟା କରିବେ ବୋଲି ବ୍ୟବସ୍ଥା ରହିଛି। ଓକେ, ଏଇଠି ଭିଡ଼ିଓଟି ସରିଯାଇଛି। ଏଇ ସବୁ ଥିଲା 2 ମାର୍କିଆର କୋଶ୍ଚିନ୍। ଓକେ, 15ଟା। ନେକ୍ସଟ ଆଉ ଗୋଟେ ଭିଡ଼ିଓରେ ମୁଁ ଆସୁଛି 2 ମାର୍କିଆ କୋଶ୍ଚିନ୍ ଆଉ କିଛି ନେଇକି। ଓକେ, ଜୟ ଜଗନ୍ନାଥ।